ଓଡ଼ିଶାର ସବୁ ଭାଇ ଓ ଭଉଣୀମାନଙ୍କୁ ମୋ ନମସ୍କାର। ମୁଁ ଆପଣଙ୍କ ଅତି ନିଜ ପ୍ରିୟ ସାନ ଭାଇ ସାନୁ ଭାଇ। ମୁଁ ଏଇ ଭିଡ଼ିଓ ମାଧ୍ୟମରେ କିଛି କହିବାକୁ ଚାହୁଁଛି। କହିବା କଥା ଭାଇ ଏଇ ମାନେ ଆମର ଇଲେକ୍ସନ୍ ବିଷୟରେ ଏବେ ସବୁ ଲୋକ ବିଜେଡ଼ିକୁ ବିରୋଧ କରୁଛନ୍ତି। ବିଜେଡ଼ିର ଆକ୍ଚୁଆଲି ଭାଇ ବିଜେଡ଼ିକୁ କିଏ ବିରୋଧ କରୁନାହାନ୍ତି, ବିଜେଡ଼ି କଥାକୁ କିଏ ବିରୋଧ କରୁନାହାନ୍ତି। ବିରୋଧ ହେବାର କାରଣ ହେଉଛି ପାଣ୍ଡିଆନ। କାହିଁକି ନା ବିଜେଡ଼ିରେ ଏତେ ବଡ଼ ବଡ଼ ନେତା ଅଛନ୍ତି, ସବୁ ଶ୍ରେଣୀର ନେତା ଅଛନ୍ତି। ଏମିତି ଭାଇ ମାନେ ଗୋଟେ ଆଇଏଏସ୍ ଅଫିସର ବାହାରୁ ଆସି ଯେଉଁ ଆମ ଓଡ଼ିଶାକୁ କଣ୍ଟ୍ରୋଲ କରୁଛି, ପିଲାମାନଙ୍କ ରାଗ ହେଉଛି ସେଇଠି, ଆଉ କିଛି ବି କଥା ନୁହଁ। କିନ୍ତୁ ବିଜେଡ଼ି ବହୁତ ଭଲ କାମ କରୁଛି, କିନ୍ତୁ ପାଣ୍ଡିଆନ ଥିଲା ଯାଏଁ ବିଜେଡ଼ି କେବେ ଜିତିପାରିବନି, ଏଇଟା ମୋତେ ବି ଲାଗୁଛି। ସେଥିପାଇଁ ମୁଁ ବି ଚାହୁଁଛି ଯଦି ପାଣ୍ଡିଆନ ଯଦି ଓଡ଼ିଶା ଛାଡ଼ିକି ପଳଉଛି ତାହେଲେ ବିଜେଡ଼ି ତ ହୁଏତ ଜିତିପାରିବ ପୁଣି ଥରେ। ମାନେ ଯେମିତି ଆଗରୁ ବି ମାନେ 25 ବର୍ଷ ଧରି ଶାସନ ଚଳାଇଥିଲା ବିଜେଡ଼ି, ଆହୁରି ବି 50 ବର୍ଷ ଶାସନ କରିପାରିବ। ସେ ଭିତରେ କିଛି ବି ଦ୍ୱନ୍ଦ୍ୱ ନାହିଁ। ବିଜେଡ଼ି ଯଦି ହାରିବ